ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ତଥା ଫସଲ ବିବିଧକରଣ ଯୋଜନା ଆନୁକୂଲ୍ୟରେ ରୋପ୍ ଅନୁଷ୍ଠାନ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ 8ଟି ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନେ ମୁଗ, ବିରି, କୋଳଥ, ଝୁଡୁଙ୍ଗ, ମସୁର, ମାଣ୍ଡିଆ, ତୈଳବୀଜ ଫସଲ ଓ ବିଭିନ୍ନ ପନିପରିବାକୁ ନେଇ ବିଭିନ୍ନ ପ୍ରକାର ରୋଷେଇ ତଥା ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ। ଏହି ରୋଷେଇ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କୁଚିଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ ସାହୁ ଯୋଗଦେଇଥିବା ବେଳେ କୁଚିଣ୍ଡା ବ୍ଲକ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ICDS ସୁପରଭାଇଜର, ସହକାରୀ କୃଷି ଯନ୍ତ୍ରୀ ଓ ବ୍ଲକ ସେକ୍ସନ ଅଫିସର ପ୍ରମୁଖ ବିଚାରକ ଭାବେ ଯୋଗଦାନ କରିଥିଲେ ଏବଂ ବିଭିନ୍ନ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ସ୍ୱାଦିଷ୍ଟତା, ଗୁଣବତ୍ତା ଓ ସ୍ୱାସ୍ଥ୍ୟ ଉପଯୋଗୀ ପରୀକ୍ଷା ନିରୀକ୍ଷା କରି ମୂଲ୍ୟାଙ୍କନ କରିଥିଲେ। ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହିତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଗ୍ରୁପକୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାକୁ ରୋପ୍ କାର୍ଯ୍ୟକ୍ରମ ସଂଯୋଜିକା ପରିଚାଳନା କରିଥିବା ବେଳେ ରୋପ୍ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ। କୁଚିଣ୍ଡାରୁ ସତ୍ୟପ୍ରିୟ ମହାପାତ୍ରଙ୍କ ରିପୋର୍ଟ, ନୀଳାଦ୍ରି ମିଡିଆ।